ବର୍ତ୍ତମାନ ବର୍ଷା ଋତୁ ଚାଲୁଅଛି ଏବଂ ଏହି ବର୍ଷା ଋତୁରେ ସାପ କାମୁଡ଼ାର ଭୟ ଆମମାନଙ୍କୁ ରହିଥାଏ। ଯଦି ଭାରତରେ ଦେଖିବା 300ରୁ ଉର୍ଦ୍ଧ୍ୱ ପ୍ରଜାତିର ସାପ ଅଛନ୍ତି। ସେଥିମଧ୍ୟରୁ 60 ପ୍ରଜାତି ପାଖାପାଖି ବିଷଧର ସର୍ପ ରହିଛନ୍ତି ଏବଂ ଯଦି ମୋର୍ଟାଲିଟି ରେଟ୍ ବା ମୃତ୍ୟୁ ହାର ସାପ କାମୁଡ଼ାରୁ ଯଦି ଦେଖିବା, ଭାରତରେ ପାଖାପାଖି 50,000 ଲୋକ ମୃତ୍ୟୁବରଣ କରିଥାନ୍ତି ପ୍ରତିବର୍ଷ, ଯେଉଁଟାକି ପୃଥିବୀର ଅର୍ଦ୍ଧାଧିକ ଅଟେ। ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ିଥାଏ ତେବେ ଆମେ କ'ଣ କରିବା କଥା ଏବଂ କ'ଣ ନ କରିବା କଥା ଆସନ୍ତୁ ନଜର ପକାଇବା। ପ୍ରଥମେ ସୁନିଶ୍ଚିତ ହୁଅନ୍ତୁ ଯେ ବ୍ୟକ୍ତିକୁ ସାପ କାମୁଡ଼ିଅଛି। ସାପ କାମୁଡ଼ିଥିବା ବ୍ୟକ୍ତିକୁ ଆମେମାନେ ମନୋବଳ ବୃଦ୍ଧି କରିବା ଉଚିତ ଏବଂ ତାଙ୍କୁ ସକାରାତ୍ମକ ଚିନ୍ତା କରିବା କଥାରେ ସାହାଯ୍ୟ କରିବା ଦରକାର। ସାପ କାମୁଡ଼ିଥିବା ଜାଗାକୁ ଆମେ ଚିହ୍ନ ଦେବା କଥା ଯେମିତି ତାହା ଲିଭି ନଯାଏ ଏବଂ ଯଦି ଲିଭିଗଲେ ମଧ୍ୟ ପରେ ବାରି ହୋଇପାରିବ ସେହି ଜାଗାଟି ଯେଉଁ ଜାଗାରେ ସାପ କାମୁଡ଼ିଥିବ। ସାପ କାମୁଡ଼ିଥିବା କ୍ଷତ ସ୍ଥାନକୁ କୌଣସି ପ୍ରକାର ଚଳପ୍ରଚଳ କରନ୍ତୁ ନାହିଁ। ଯଥାସମ୍ଭବ ରୋଗୀଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସାରେ ଡାକ୍ତରଙ୍କୁ ସହଯୋଗ କରନ୍ତୁ। ଆପଣଙ୍କର ସଠିକ୍ ସହଯୋଗ ଏବଂ ସଠିକ୍ ତଥ୍ୟ ଜଣେ ସାପ କାମୁଡ଼ା ବ୍ୟକ୍ତିଙ୍କୁ ଜୀବନ ଦେଇପାରେ। ସାପ କାମୁଡ଼ୁଥିଲେ କ'ଣ ନ କରିବା କଥା ଆସନ୍ତୁ ନଜର ପକାଇବା। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ବେଶୀ ଚଳପ୍ରଚଳ କରାନ୍ତୁ ନାହିଁ, ଯାହାକି ହୃତ୍ସ୍ପନ୍ଦନ ବଢ଼ିବାରେ ସାହାଯ୍ୟ କରେ ଏବଂ ଆମର ବ୍ଲଡ୍ ସର୍କୁଲେସନ୍ର ଫ୍ଲୋ ବଢ଼ିଯାଇଥାଏ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କ ଅଳଙ୍କାର ସବୁ କାଢ଼ି ଦିଅନ୍ତୁ ଏବଂ ତାଙ୍କୁ ହାଲକା ବସ୍ତ୍ର ପରିଧାନ କରିବା ପାଇଁ ଦିଅନ୍ତୁ। ଯଥାସମ୍ଭବ କୌଣସି ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସାରେ ସହଯୋଗ କରନ୍ତୁ। କ୍ଷତ ହୋଇଥିବା ସ୍ଥାନରେ କୌଣସି ପ୍ରକାର ଦଉଡ଼ି କିମ୍ବା ପଟି ବାନ୍ଧିଲେ ତାହା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିଥାଏ ଏବଂ ସାପ କାମୁଡ଼ା ବ୍ୟକ୍ତିଙ୍କୁ କୌଣସି ପ୍ରକାର ମାଦକ ଦ୍ରବ୍ୟ, ନିଶାଦ୍ରବ୍ୟ ଦେବା ଉଚିତ ନୁହେଁ। କ୍ଷତ ସ୍ଥାନରୁ ପାଟି ଦ୍ୱାରା ବିଷ ଶୋଷନ୍ତୁ ନାହିଁ କିମ୍ବା କୌଣସି ଧାରୁଆ ଅସ୍ତ୍ରରେ କାଟି ରକ୍ତସ୍ରାବ କରାନ୍ତୁ ନାହିଁ। ରୋଗୀଙ୍କୁ ଶୋଇବାକୁ ଦେବା ଉଚିତ ନୁହେଁ। ସାପ କାମୁଡ଼ା ବ୍ୟକ୍ତିଙ୍କୁ କୌଣସି ପ୍ରକାର ପାରମ୍ପରିକ ଚିକିତ୍ସା ଯଥା ଗୁଣି ଗାରେଡ଼ି, ଝଡ଼ା ଫୁଙ୍କା କରନ୍ତୁ ନାହିଁ। ଏହା ସମୟ ଅପଚୟ କରିବ ଏବଂ ତାହା ବିପଦ ମଧ୍ୟକୁ ଟାଣି ନେଇଥାଏ। ଆପଣମାନଙ୍କର ମନୋବଳ, ଆପଣମାନଙ୍କର କନଫିଡେନ୍ସ ଜଣଙ୍କର ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ। ତେଣୁକରି ଧୈର୍ଯ୍ୟ ସହକାରେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କ ସହିତ ଆପଣ ଠିଆ ହୁଅନ୍ତୁ, ତାଙ୍କୁ ସାହାଯ୍ୟ କରନ୍ତୁ। ଏକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଆପଣଙ୍କର ଯୋଗଦାନ ଦିଅନ୍ତୁ।